ଓଡ଼ିଆ ଗଳ୍ପ ସମ୍ଭାର ଚ୍ୟାନେଲରେ ଆପଣଙ୍କୁ ସ୍ୱାଗତ। ଆଜି ଆପଣ ଶୁଣିବାକୁ ପାଇବେ ଯଦୁମଣି ରହସ୍ୟ ପୁସ୍ତକର ଏକ ସୁନ୍ଦର ଗଳ୍ପ ରାଜାଙ୍କୁ ଅପମାନ। ରାଜା ଓ କର୍ମଚାରୀର ବ୍ୟବଧାନ ନଥିଲା ବିଦୂଷକ କବି ଯଦୁମଣିଙ୍କର। ସେ ଖୋଲାଖୋଲି ହାସ୍ୟରସ ପରିବେଷଣ କରୁଥିଲେ। ବ୍ୟଙ୍ଗ କରି ରାଜାଙ୍କୁ ସମାଲୋଚନା ମଧ୍ୟ କରନ୍ତି, ଅପଦସ୍ଥ ମଧ୍ୟ କରାଇ ଦିଅନ୍ତି ଚତୁର ବୁଦ୍ଧି ବଳରେ। ଯଥାର୍ଥ ଯୁକ୍ତି ଓ ହାସ୍ୟ ପରିହାସକୁ ରାଜା ଅପମାନ ମନେ କରୁନଥିଲେ। ସେ ଆନନ୍ଦ ଅନୁଭବ କରନ୍ତି। ଦିନକର କଥା, ରାଜା ଦରବାରରେ ଥାନ୍ତି ଏବଂ ରାଜଦରବାର ଚାଲିଥାଏ। ରାଜଭବନରେ ରାଜା ବସିଛନ୍ତି। କେତେଜଣ ପଣ୍ଡିତ ଆସି କିଛି ଆଲୋଚନାରେ ବ୍ୟସ୍ତ ଥାନ୍ତି। ଯଦୁମଣିଙ୍କର ବେମାରିଆ ମାଇ ଘୋଡ଼ାର ଟାପୁ ଶବ୍ଦ ଶୁଭିଲା। ସମସ୍ତେ ଚାହିଁଲେ, ବିଳମ୍ବରେ ଆସୁଛନ୍ତି। କବି ରାଜାଙ୍କୁ ଦେଖି ଘୋଡ଼ାରୁ ଓହ୍ଲାଇ ମଙ୍ଗଳାଷ୍ଟକଟିଏ ଆବୃତ୍ତି କରି ଠିଆ ହେଲେ। ରାଜା ସନ୍ତୋଷ ଥିଲେ ମଧ୍ୟ କୃତ୍ରିମ ରାଗମୁଖା ହୋଇ କବିଙ୍କୁ ସମ୍ମାନ କଲେନି କି ବସିବାକୁ କହିଲେ ନାହିଁ। କବି ଭାବୁଥିଲେ, ବିଳମ୍ବ ଦେଖି ହୁଏତ ରାଜା ରାଗି ଯାଇଛନ୍ତି। ସେ ଟିକେ ମଧୁର କଣ୍ଠରେ କହିଲେ, ମଣିମା ବୋଧେ ଅଧମ ଭୃତପତି। କ'ଣ କହିବା ପୂର୍ବରୁ ରାଜା ବିରକ୍ତ ହୋଇ କହିଲେ, ତୁମେ ନିହାତି କୁକୁର ଯଦୁମଣି। ଯଦୁମଣି ଦବିଗଲେ। ଭାବିନେଲେ, କ'ଣ ତାଙ୍କର ଅପରାଧ, ଏପରି ନିଚ କଥା ସେ କିପରି କହିଲେ। ଉନ୍ନତ ମସ୍ତିଷ୍କ ସଙ୍ଗେ ସଙ୍ଗେ ସ୍ଥିର କରିନେଲେ, ରାଜା ପରିହାସ ଛଳରେ କୃତ୍ରିମ ରାଗ ଦେଖାଇ ମୋତେ ଲଜ୍ଜିତ କରିବାକୁ ଏକ ଚିନ୍ତା କରିଛନ୍ତି। ଯଦୁମଣି ଚାହିଁଲେ ନୃପତିଙ୍କୁ। କ'ଣ କହିଲେ ଛାମୁ? କୁକୁର। କାହାକୁ? ତୁମକୁ। ହୋ ହୋ ହୋଇ ହସିଲେ କବି। କହିଲେ, ଛାମୁ କିନ୍ତୁ ସ୍ୱୟଂ ତୁଳସୀ ବୃକ୍ଷ। ରାଜା ହସିଦେଲେ। ଅର୍ଥ, ମୋତେ ଭୟ କରି ଯଦୁମଣି ଏପରି ଉତ୍ତର ଦେଲା। କିନ୍ତୁ କାହିଁ? କବିଙ୍କ ଲଜ୍ଜିତ କି ଦୁଃଖିତ ହେବାର କିଛି ଲକ୍ଷଣ ଦେଖାଗଲା ନାହିଁ। କଥାର ରହସ୍ୟ ବାହାର କଲେ ହୁଏତ କିଛି ଖରାପ ହେବ ଭାବି ରାଜା କବିଙ୍କୁ ବସିବାକୁ କହିଲେ। ଅନ୍ୟାନ୍ୟ ହସଖୁସି ଆଲୋଚନା ପରେ ସମସ୍ତଙ୍କୁ ବିଦାୟ ଦେଇ ଚିନ୍ତା କଲେ କବିଙ୍କ କଥାକୁ। ତୁଳସୀ ବୃକ୍ଷର ଅର୍ଥ କ'ଣ ହେଇପାରେ? ନିଜକୁ ନିଜେ ପ୍ରଶ୍ନ କଲେ। ଉତ୍ତର ଖୋଜି ପାଇଲେ ନାହିଁ। ତହିଁ ଆରଦିନ ରାଜବାଟୀରେ ରହିଲେ କେବଳ କବିଙ୍କୁ ଅପେକ୍ଷା କରି। ଯଦୁମଣି ଆସିଲେ। ରାଜା ବରାଦ ଦେଲେ କିଛି ଜଳ ଯୋଗ ଲାଗି। ରାଜା ଓ କବି ଖାଇଲେ। ରାଣୀ ନିଜେ ପରିବେଷଣ କରି ସନ୍ତୁଷ୍ଟ କରାଇଲେ। ରାଣୀ ଭିତରକୁ ଯିବା ପରେ ରାଜା କବିଙ୍କୁ ସେହି ପ୍ରଶ୍ନର ସତ୍ୟ ଉତ୍ତର ଦେବାକୁ ନିବେଦନ କଲେ। କବି ହସିଦେଇ କହିଲେ, ଛାମୁ ମୋତେ ପଣ୍ଡିତମାନଙ୍କ ଆଗରେ କୁକୁର କରିଦେଲେ। କୁକୁରର ଧର୍ମ ତୁଳସୀ ଗଛରେ ମୁତିବା, ଅର୍ଥ କୁକୁର ମୁହଁରେ ମୃତ୍ୟୁ। ସ୍ୱୟଂ ରାଜାଙ୍କୁ ଏପରି ଅପମାନ ସହଜ କଥା ନୁହେଁ। ରାଜାଙ୍କ ମୁଖମଣ୍ଡଳ ଆରକ୍ତ ହୋଇଗଲା। ଗାଦି ଛାଡ଼ି ଦୃଢ଼ କରି ଧରି ତରବାରୀକୁ ସେ କହିଲେ, ଯଦୁମଣି, ତୁମେ ବାକ୍ୟର ସୀମା ଲଙ୍ଘନ କରିଛ। ଯଦୁମଣି ସେମିତି ଖାଇଚାଲିଥାନ୍ତି ଛେନାର ବରାଗୁଡ଼ିକୁ। ରାଣୀଙ୍କ ହାତ ପ୍ରସ୍ତୁତ ଚମତ୍କାର ସ୍ୱାଦ। ସେ ହସିଲେ। ଛାମୁ, କୋପ ଶାନ୍ତ କରନ୍ତୁ। ଅଧମ ପେଟୁ ବ୍ରାହ୍ମଣର ଅପରାଧ ମାର୍ଜନା କଲେ ଟିକେ ଶାନ୍ତିରେ ଆଉ କିଛି ଖାଇନେବ। ରାଜା ରାଗରେ ପଦଚାରଣ କରି କହିଲେ, ସାମାନ୍ୟ ଲୋକଙ୍କୁ ପ୍ରଶ୍ରୟ ଦେବା ମାନେ କୁକୁର ପୋଷିବା ସହିତ ସମାନ। କବି ଖାଇସାରି ରାଜାଙ୍କ ସୁବାସିତ ତାମ୍ବୁଳରୁ ଖଣ୍ଡେ ପାଟିରେ ପୂରାଇ ହାତ ଯୋଡ଼ି କହିଲେ, ଆଲୋ ସଖୀ, ଆପଣା ମହତ ଆପେ ରଖି। ପାଞ୍ଚୁଥାଏ ଯେହୁ ଅପର ମନ୍ଦ, ନିଜ ପରେ ଆସେ ଅପାର ଦ୍ୱନ୍ଦ୍ୱ। କରିଲେ ଅନ୍ୟକୁ ହୀନ ସମ୍ମାନ, ଆପଣା ହରାନ୍ତି ଥିବା ସମ୍ମାନ। ନୃପତି ନକର ରୋଷ ଯେ, ନିଜ ମହତକୁ ନିଜେ ସାରି ଦେଇ ଅମୃତରେ ଦେଲ ବିଷ ଯେ। କହିଲେ, ସଦାନନ୍ଦ ସଦଭାସ ସନୃପବରମ୍ ସୁଜ୍ଞାନୀ ସଦୁଚିନ୍ତକ ଯା ଲକ୍ଷଣମ୍ ତତ୍ମୁଖେ ଭାଷଣଂ ନିଚ ବଚନେନ ତତ୍ଫଳଂ ପ୍ରାପ୍ତ ନୋପତର ଯଥାର୍ଥମ୍। ଅର୍ଥ, ଯିଏ ସଦା ଆନନ୍ଦମୟ ମିଠା କହୁଥିବା ରାଜା, ଜ୍ଞାନୀ ଓ ଚିନ୍ତାଶୀଳ ଶୁଭଚିନ୍ତକ, ତାଙ୍କ ମୁହଁରୁ କୁତ୍ସିତ କଥା ବାହାରିଲେ ପ୍ରତିଫଳ ଏପରି ଉତ୍ତର ଦେବା କ'ଣ ଯଥାର୍ଥ ନୁହେଁ କି?
ରାଜା ଲଜ୍ଜିତ ହୋଇ ମୁହଁ ଖରାପ କରିଥିବା ଦୋଷ ବୁଝି ପାରି ନୀରବ ରହିଲେ। ମନଟା କିନ୍ତୁ ଖରାପ ହୋଇଗଲା ସେଦିନ। ଭାବିଲେ ଯଦୁମଣିକୁ ପାରି ହେବନି, କେଉଁଠି କେମିତି ସୁବିଧା ଦେଖି ବେଶୀ କରି ତାକୁ ଅପମାନିତ କରିଦେବା। ଯଦୁମଣି କଥା ନ ବଢ଼ାଇ ବିଦାୟ ନେଇ ସେଦିନ ଫେରିଥିଲେ। ଏହାପରେ ଆମେ ଶୁଣିବା ବିଷ୍ଠା କୁଣ୍ଡରେ ଯଦୁମଣି। କବିଙ୍କ ଅପମାନ ରାଜା ଭୁଲି ପାରିଲେ ନାହିଁ। ସହଜେ ରାଜାମାନେ କ୍ଷତ୍ରିୟ ବୀର, ସେମାନେ ପରାଜୟ ହେବାକୁ ମୃତ୍ୟୁ ସହିତ ସମତୁଲ ଭାବନ୍ତି। ରାଜା ଚିନ୍ତା କରୁଥିଲେ କବିଙ୍କୁ କି ଉପାୟରେ ଅପଦସ୍ଥ କରିବେ। ଦିନକର ସକାଳୁ ପିଆଦା ପଠାଇ କବିଙ୍କୁ ଡକାଇ ନେଲେ ରାଜନଗରକୁ। ରାଜା ଶଯ୍ୟା ତ୍ୟାଗ କରି ଆରାମ ଚେୟାରରେ ବସିଛନ୍ତି। କବି ପ୍ରଣାମ ହେଲେ। ଛାମୁ, ଏତେ ସକାଳୁ ସ୍ମରଣ କଲେ ଯେ? ପଚାରିଲେ ଯଦୁମଣି। ରାଜା ଟିକେ ଚିନ୍ତିତ ହୋଇ କହିଲେ, ମନଟା ଭଲ ନାହିଁ। ଗୋଟାଏ ସ୍ୱପ୍ନ ଦେଖି ବିସ୍ମିତ ହେଲି। କ'ଣ ତାର ରହସ୍ୟ ଜାଣିବାକୁ ଡକାଇଲି ତୁମ୍ଭଙ୍କୁ। ରାଜାଙ୍କର ମୁଖଭଙ୍ଗୀରୁ ଚତୁର ଯଦୁମଣି କିଛି ଆଭାସ ଠଉରାଇ ନେଇ ଉତ୍ତର ଦେଲେ, ଛାମୁ ନିଶ୍ଚିତ ସ୍ୱପ୍ନଟା ଶେଷ ନ ହେଉଣୁ ବିଛଣା ଛାଡ଼ି ଉଠି ପଡ଼ିଛନ୍ତି। ରାଜା କହିଲେ, ହଁ, ସେଇଥିପାଇଁ ତ ଡକାଇଲି। ଯଦୁମଣି କହିଲେ, ଆପଣା ରାଜ୍ୟର ରାଜା ବହୁ ଚିନ୍ତା କରୁଛନ୍ତି। ଅଧା ସ୍ୱପ୍ନରେ ଆମ୍ଭେ ତ ରସପ୍ରବର କଳ୍ପନା ବିଳାସୀ, ଆମ୍ଭେ ସକାଳ ଯାଏ ସ୍ୱପ୍ନ ପରେ ସ୍ୱପ୍ନ ଖାଲି ଦେଖି ଚାଲିଥିଲୁ। ରାଜା କହିଲେ, ମୁଁ ସ୍ୱପ୍ନରେ ଦେଖିଲି ଦୁହେଁ ତୀର୍ଥ କରି ଯାଇଛୁ। ବାଟରେ ତୁମ୍ଭେ ଏକ ବିଷ୍ଠା କୁଣ୍ଡରେ ଗଳି ପଡ଼ିଲ। ଇସ୍, କି କଦର୍ଯ୍ୟ, କି ଦୁର୍ଗନ୍ଧ! ତୁମକୁ ଉଦ୍ଧାର କରିବାକୁ ଚେଷ୍ଟା କରୁ କରୁ ଆଉ ଏକ ଅମୃତ କୁଣ୍ଡରେ ମୁଁ ନିଜେ ଗଳି ପଡ଼ିଲି। କବି କହିଲେ, ଠିକ୍, ମୁଁ ତ ସେଇ ସ୍ୱପ୍ନ ଦେଖିଛି। କିନ୍ତୁ ଆପଣଙ୍କ ସ୍ୱପ୍ନ ଯେଉଁଠି ଭାଙ୍ଗିଥିଲା ତା ପର ସ୍ୱପ୍ନ ମୁଁ ଦେଖିଛି ଏବଂ ମୁଁ ସକାଳେ ସ୍ୱପ୍ନଟି ଦେଖିଛି। ଆପଣଙ୍କର ଆଉ ମନେ ନାହିଁ? ତାପରେ ଠିକ୍ ଅଛି, ତାହେଲେ ମୋଠୁ ଶୁଣନ୍ତୁ। ଦୁହେଁ ତ ଦୁଇ କୁଣ୍ଡରେ ପଡ଼ିଗଲେ, ଉପାୟ କିଛି ନାହିଁ। ଭଗବାନଙ୍କ କୃପାରୁ ବହୁ କଷ୍ଟରେ ଆମେ ବାହାରିଲେ। ହେଲେ ହାତ ଗୋଡ଼ ଚଳୁନଥିଲା। ଅଗତ୍ୟା, କ'ଣ ଆଉ କରିବା, ସଭା କେମିତି ହେବ? ମୁଁ ବହୁ କଷ୍ଟରେ ଆପଣଙ୍କ ଦେହକୁ ଜିଭରେ ଚାଟି ଚାଟି ସଫା କଲି। ଆପଣ ମୋ ଅବସ୍ଥା ଦେଖି ବାଧ୍ୟ ହୋଇ ମୋ ଦେହରେ ଥିବା ବିଷ୍ଠାଗୁଡ଼ିକ ଚାଟି ଚାଟି ସଫା କଲେ। ଭୀଷଣ ଦୁର୍ଗନ୍ଧ ଆଜ୍ଞା, ଆଉ ଅମୃତର ସେ ଅପୂର୍ବ ବାସ୍ନା ଏବେ ବି ମୋ ମୁହଁରୁ ଯାଉ ନାହିଁ। ରାଜା ରାଗି ଯାଇ କହିଲେ, ଭଣ୍ଡ, ମିଛ କଥା ସବୁ। ମୁଁ ମିଛ କଥା କହୁଥିଲି। ରସିକ ଯଦୁମଣି କହିଲେ, ଛାମୁ ତେବେ ମିଛୁଆ। ତେବେ ମୋ ସ୍ୱପ୍ନ ବି ଆଜ୍ଞା ବିଲକୁଲ ମିଛ। ଦେଖନ୍ତୁ, ଛାମୁ ସିନା କ୍ଷମତାରେ ବଡ଼ ହେଲେ, କବି ପରା ବୁଦ୍ଧିରେ ଶ୍ରେଷ୍ଠ। ଧନ୍ୟବାଦ।